ଏବେ ଶୀତ ଦିନ ଆମ ଆଖପାଖ ମାର୍କେଟରେ ଫ୍ରେଶ୍ ପାଳଙ୍ଗ ପ୍ରଚୁର ପରିମାଣରେ ମିଳିଥାଏ। ଆପଣମାନଙ୍କର ବି ମିଳୁଥିବ। ତ ଆଜି ଆସନ୍ତୁ ଦେଖେଇବି ପାଳଙ୍ଗ ଶାଗରେ ଅତି ସହଜ ଗୋଟେ ରେସିପି ଯାହାର ନାଁ କି ଡାଲ ପାଲକ। ତ ଡାଲ ପାଲକ ତ ଦେଖେଇବି, ବଟ୍ ପାଳଙ୍ଗର ଉପକାରୀ ବିଷୟରେ କିଛି ଆପଣଙ୍କୁ କହିବି। ପାଳଙ୍ଗ ଆମ ଶରୀରକୁ ଆଇରନ୍ ଯୋଗାଇଥାଏ, ଆଉ ଆଇରନ୍ ହିମୋଗ୍ଲୋବିନ୍ ତିଆରି କରିବାରେ ଡାଇରେକ୍ଟଲି ସପୋର୍ଟ କରେ। ତ ଆସନ୍ତୁ ଦେଖିବା ଡାଲ ପାଲକ। ପ୍ରଥମେ ପାଳଙ୍ଗ ଶାଗ ଗୁଡ଼ିକୁ ଭଲ ଭାବେ ଧୋଇ ବାଛି ନେଇ ଛାଣିଦେଲି। ତାପରେ ଡାଲି ସିଝେଇ ପ୍ରେସରରେ ରଖିଦେଲି। ନେକ୍ସଟ ପାଳଙ୍ଗ ଶାଗ ତିଆରି ତଡ଼କା ପାଇଁ ଅଦା, ରସୁଣ, ପିଆଜ, କଞ୍ଚା ଲଙ୍କା, ଟମାଟୋ ଛୋଟ ଛୋଟ କରି କାଟିକି ରଖିଦେଲି। ଦେନ୍ ତଡ଼କା ପାଇଁ ସମ୍ବର ମସଲା, ହଳଦୀ ଗୁଣ୍ଡ, ଲୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା ଆଉ ହେଙ୍ଗୁ କିଛି ନେଇଗଲି ତଡ଼କା ପ୍ରସ୍ତୁତି କରିବା ପାଇଁ। ଦେନ୍ ସେଗୁଡ଼ିକ ସବୁ ତଡ଼କାରେ ତିଆରି କଲି। ଦେନ୍ ତଡ଼କା ହେଇସାରିଲା ପରେ ପାଳଙ୍ଗ ଶାଗକୁ ଛୋଟ ଛୋଟ କରି କାଟି ରଖିକି ତାକୁ 5ରୁ 10 ମିନିଟ୍ ମୁଁ ହାଇ ଫ୍ଲେମ୍ରେ ଭାଜି ନେଲି। ଭାଜି ଦେଇ ସାରିଲା ପରେ ଦେଖନ୍ତୁ ଭଲ ଭାବେ ଭାଜି ଆସିଲାଣି। ସେଥିରୁ କେମିତି ଧୂଆଁ ବାହାରୁଛି, ମାନେ ବାମ୍ଫ ବାହାରୁଛି। ତ ଫ୍ଲେମ୍ଟାକୁ ସବୁବେଳେ ମନେ ରଖିବେ, ହାଇ କରିଥିବେ। ଦେନ୍ ପାଣି ଟିକେ କମି ଆସିଲା ପରେ ମୁଁ ସିଝେଇଥିବା ଡାଲିକୁ ଢାଳି ଦେଲି। ତ ଡାଲି ଢାଳି ସାରିଲା ପରେ ପୁଣି 5ରୁ 10 ମିନିଟ୍ ତାକୁ ଆପଣ ଦେଖିବେ, 5ରୁ 7 ମିନିଟ୍ ହେଲେ ବି ଚଳିବ। ତ ତାକୁ ଫୁଟେଇ ମିଶେଇକି ରଖିଦେଲି। ଦେନ୍ ପ୍ରସ୍ତୁତ ହେଇଗଲା ଆମର ଗରମ ଗରମ ଡାଲ ପାଲକ। ଆପଣମାନେ ଏହିପରି ଭାବରେ ରୋଷେଇ କରିକି ଘରେ ଖାଆନ୍ତୁ, ଆଉ ହୋଟେଲ ଖାଇବାରୁ ଦୂରେଇ ରୁହନ୍ତୁ, ସୁସ୍ଥ ଜୀବନଯାପନ କରନ୍ତୁ। ଥ୍ୟାଙ୍କ ୟୁ।